ଯେଉଁ ସ୍ୱାମୀମାନଙ୍କର ରୋଜଗାର କମ୍, ବହୁତ କ୍ଷେତ୍ରରେ ତାଙ୍କ ସ୍ତ୍ରୀମାନେ ନା ବହୁତ ଜାଗାରେ ତାଙ୍କୁ ଅପମାନିତ କରିଦିଅନ୍ତି। ଇଭେନ୍ ତାଙ୍କ ବାପଘର ଲୋକଙ୍କ ସାମ୍ନାରେ ବି ନା ଅପମାନ କରିବା ପାଇଁ ପଛାନ୍ତିନି। କିନ୍ତୁ ଗୋଟେ କଥା ମନେ ରଖିଥାଅ ଭଉଣୀ, ଆଜି ଯେଉଁ ଦାଣ୍ଡରେ ତୁମେ ଯାଇକି ତୁମ ବାପ ଘରେ ଛିଡ଼ା ହେଇଛ ନା, କେବଳ ସେଇ ଲୋକଟା ପାଇଁ। ଯଦି ସେଇ ଲୋକଟା ତୁମ ଉପରୁ ହାତ ଛାଡ଼ିଦେବ ନା, ତାହେଲେ ତୁମ ବାପ ଘରେ 2 ମୁଠା ଭଲର ଦାନା କନା ବି ତୁମେ ପାଇବନି। ଆଉ ଯେଉଁ ବାପ ଘରକୁ ନେଇକି ଗର୍ବ କରୁଛ ନା, ଗୋଟେ ମାସରୁ ଅଧିକା ନା ତୁମକୁ ସେଠି ରହିବା ପାଇଁ ବି କେହି ଦେବେନି। ସମୟ ଆସିଲେ ନା ତୁମକୁ ତାଙ୍କ ନିଜର ଅସଲ ଚେହେରା ଦେଖାଇ ଦେବେ। ଘରୁ ଝିଅ ବିଦା ହେଇସାରିଲା ପରେ ନା ଖାଲିଟାରେ କୁହାହେଇନି କକେଇ ତା ପାଇଁ ଶେଷ ଉପଚାର। ଗୋଟେ କଥା ମନେ ରଖିଥାଅ, ବାପ ଘରେ ଚାहे ଯେତେ ତୁମକୁ ଭଲରେ ଖାଇବା ପିଇବା ଦିଅନ୍ତି କି ଯେତେ ଭଲ ବ୍ୟବହାର ଦିଅନ୍ତି, ତା ପଛର କାରଣଟା ତୁମ ସ୍ୱାମୀ। ଆଉ ଯଦି ତୁମେ ତୁମ ସ୍ୱାମୀକୁ ସମ୍ମାନ ନ କରୁଥିବ ନା, ତାହେଲେ ଗୋଟେ କଥା ମନେ ରଖିଥାଅ, ପ୍ରତ୍ୟେକ କ୍ଷେତ୍ରରେ ତୁମେ ସଭାରେ ହାରିଯିବ। ସବୁବେଳେ ସେଥିପାଇଁ ଗୋଟେ କଥା ମନେ ରଖିଥାଅ, ସ୍ୱାମୀଙ୍କର ରୋଜଗାର କମ୍ ଥାଉ କି ବେଶୀ ଥାଉ, ସବୁବେଳେ ନିଜ ସ୍ୱାମୀଙ୍କୁ ନା ସମ୍ମାନ ଦେବ। କାହିଁକିନା ତୁମେ ଯାହାକୁ ସମ୍ମାନ କରିବ ନା, ଆଉ କାହାରି ଅଧିକାରୀ ହେବନି ଯେ ତାକୁ ନିଚା ଦେଖାଇବା ପାଇଁ।